ଏଇ 2 ଦିନ ହବ ଖୁସି ତା ଘରକୁ ଯାଇଛି ନା ନାଇଁ ତା ବିନା ପେଟକୁ ମୋର ଦାନା ବି ଯାଉନି। ହଁ ସାଙ୍ଗମାନେ, ଏ 2 ଦିନ ହବ ଟୁର ମାରିବା ପାଇଁ ଖୁସି ତା ଘରକୁ ପଳେଇଛି। ଆଉ ସେଇ ପାଇଁ ରୁମ ରେ ଏବେ ମୁଁ ପୁରା ଏକା। ଆଉ ସକାଳୁ ବ୍ରଶ କରି ଆସିକି ଦେଖେ ତ ଆମ ପରିବା ଡଲାରେ ଆଳୁ ପିଆଜ ଛଡା କିଛି ବି ନାହିଁ। ଆଉ ଏପଟେ ମତେ ଭାରି ଭୋକ। ଆଉ କୁହନ୍ତିନି ବିଲେଇ ଭାଗ୍ୟକୁ ଶିକା ଛିଣ୍ଡିବା, ଠିକ ସେତିକି ବେଳେ ହିଁ ଆସିକି ପହଞ୍ଚି ଯାଇଥିଲେ ଆମ ଦହିବରା ମଉସା। ଏଣ୍ଡ ତାଙ୍କ ଡାକ ଶୁଣି ଘରୁ ବାସନ କୁସନ ଧରି ଚାଲି ଯାଇଥିଲି ଦହିବରା ପାର୍ସଲ ଆଣିବା ପାଇଁ। ଯାହା ହଉ ଏବେ ଏକା ମାଘ କି ଶୀତ ଯିବ, ମାନେ ପେଟକୁ ପେଟ ଫୁଲେଇ ଯିବ ଆଉ ରୋଷେଇ ବି କରିବାକୁ ପଡିଲାନି। ଆରେ ଆରେ ଏମିତି ନୁହଁ କି ମୁଁ ରୋଷେଇ କରେନି, ରୋଷେଇ କରେ, କିନ୍ତୁ ଯେତେବେଳେ ସିଏ ଥାଏ ନା ଆମେ ମିଶିକି ରୋଷେଇ କରିଦଉ ଆଉ ଖାଇବା ପାଇଁ ମଜା ବି ଲାଗେ। ହଁ ଜାଣିଛି ଆଗରୁ ପୁଣି ଏକା ଖାଉଥିଲି, କିନ୍ତୁ ଗୋଟେ ଜିନିଷ ଅଭ୍ୟାସ ହେଲା ପରେ ଆଉ କଣ ସେଟା ଭଲ ଲାଗିବ। ଏଣ୍ଡ ଦହିବରା ଖାଇସାରିକି ଆସୁ ଆସୁ ମତେ ଗୋଟେ କଲ୍ ଆସିଥିଲା, କାରଣ ଆଜି ମୋର ପାର୍ସଲ ଆସିବାର ଥିଲା ଆଉ ସେଇଟା ଆଜି ପହଞ୍ଚି ଯାଇଛି। ଆଉ ସାଙ୍ଗେ ସାଙ୍ଗେ ଦୌଡି ଯାଇ ପାର୍ସଲଟିକୁ ସଞ୍ଜୀବନୀ ପର୍ବତ ପରି ଟେକି ଆଣିଲି। ଆଉ ଆପଣ ମାନେ ବି ଦେଖିବାକୁ ଚାହୁଁଛନ୍ତି ନା ତା ଭିତରେ କଣ ଅଛି? ତ ଚାଲନ୍ତୁ ଆଉ ଡେରି ନକରି ଓପେନ କରିବା। ଆକ୍ଚୁଆଲି ଆମ ରୁମ ରେ ଯୋଉ ଗୋଟେ ଅପଦସ୍ତ କଣ ନାହିଁ, ସେ କଣ ପାଇଁ ମୁଁ ଗୋଟେ ସେଲ୍ଫ ଅର୍ଡର କରିଥିଲି। ଆଉ ଏଇ ସେଲ୍ଫ ଟା କେତେ ଟଙ୍କା ହେଇଥିବ କହିଲେ? ସେଇ ଭିତରେ ମୁଁ ଟିକେ ଏଇଟା ଜଏଣ୍ଟ କରିଦିଏ। ଆଉ ଫାଇନାଲି ସେଲ୍ଫ ଟା ରେଡି ହେଇଯାଇଛି। ଆଉ ଜାଣିଛନ୍ତି ଏଇ ସେଲ୍ଫ ଟା ମତେ ମାତ୍ର 300 ଟଙ୍କା ଭିତରେ ହିଁ ମିଳିଯାଇଛି, ଯୋଉଥିରେ ଆପଣ ମାନେ ବୁକ୍ସ ହଉ, ସେଲ୍ଫ କେୟାର ପ୍ରଡକ୍ଟ ହଉ କିମ୍ବା ପରିବା ଆରାମସେ ରଖିପାରିବେ। ଆଉ ଯଦି ଆପଣ ମାନଙ୍କୁ ବି ସେଲ୍ଫ ଟା ଭଲ ଲାଗିଛି ତାହେଲେ ମୁଁ ଉପରେ ଟ୍ୟାଗ କରିଦେଇଛି। ଆଉ ଯଦି ଇନଷ୍ଟାଗ୍ରାମ ରେ ଦେଖୁଛନ୍ତି ତାହେଲେ କମେଣ୍ଟ ବକ୍ସ ରେ ଲିଙ୍କ ବୋଲି କମେଣ୍ଟ କରିଦିଅନ୍ତୁ। ଏଣ୍ଡ ଟିକେ ଇଭିନିଂ ରେ ଫ୍ରେଶ ହେଲା ପରେ ରେଡି ସେଡି ହେଇ ମୁଁ ଟିକେ ବାହାରିଛି ମାର୍କେଟ କୁ, କାରଣ ମୁଁ କହିଥିଲି ଆମ ରୁମ ରେ ପରିବା ସରିଯାଇଛି। ପରିବା ଦୋକାନରେ ପହଞ୍ଚିବା ପରେ ଛୋଟୁ ସେଟ ଆମର ଡ୍ୟୁଟିରେ ଥିଲେ। ଆଉ ପରିବା କିଣା କିଣି ବେଳେ ଦେଖା ହେଇଥିଲା ଜଣେ ସୁଇଟ ଭଉଣୀ। ପରିବା କିଣା ତ ସରିଗଲା, କିନ୍ତୁ ଆସିଲା ବେଳେ ମୋ ଆଖିରେ ପଡିଗଲା ମୋମୋ, ଯାହାକୁ ଦେଖିକି ମୁଁ ସହିପାରିନି। ଆଉ ସେଥିପାଇଁ ଯାଇକି ଗୋଟେ ପ୍ଲେଟ ମୋମୋ ମୁଁ ନେଇ ଆସିଥିଲି। ଆଉ ସାଙ୍ଗମାନେ ଆଜି ପାଇଁ ଏଇଠି ରହିଲି। ଭିଡିଓ ଭଲ ଲାଗିଥିଲେ ସବସ୍କ୍ରାଇବ ନିଶ୍ଚିତ କରିବେ। ବାଏ।